ଏବେ ଚାଲନ୍ତୁ ଦେଖିବା ଗୋଟେ ନୂଆ ରେସିପି। ଯେଉଁ ରେସିପି ପାଇଁ ଆମକୁ କିଛି ଗଜା ବୁଟ ମୁଗ ଦରକାର, ତା ସହିତ ପିଆଜ ଲେମ୍ବୁ ଆଉ କଞ୍ଚା ଲଙ୍କା। ଏତିକିରେ ଆପଣଙ୍କର ରେସିପି ହେଇଯିବ। ପ୍ୟାନ୍ଟାକୁ ଗରମ କରିବେ, ତାପରେ କିଛି ତେଲ ଦେବେ। ତେଲ ଦେଇ ସାରିଲା ପରେ ପିଆଜ କଞ୍ଚା ଲଙ୍କା କାଟିକରି 1 ରୁ 2 ମିନିଟ୍ ଭାଜିଦେବେ। ବେଶୀ ଭାଜିବା ଏଠି ଦରକାର ନାହିଁ। ସେଥିରେ ଆମେ ଗଜା ମୁଗ ବୁଟ ପକାଇଦେବା। ବୁଟ ପକାଇ ସାରିଲା ପରେ ତାକୁ ଆଉ ଟିକେ ଗୋଳେଇ ଦେବା। ଗୋଳେଇ ସାରିଲା ପରେ ସ୍ୱାଦ ଅନୁସାରେ ଲୁଣ ହଳଦୀ ଆଉ ଟିକେ ଲେମ୍ବୁ ଚିପୁଡ଼ି ଦେବେ। ଏତିକି ଚିପୁଡ଼ି ସାରିଲା ପରେ ତାକୁ ଟିକେ ଗୋଳେଇ କରି ଘୋଡ଼େଇ ଦେବା। ଅତି ବେଶୀରେ 3 ରୁ 4 ମିନିଟ୍ ଭିତରେ ଆପଣଙ୍କର ଗଜା ମୁଗ ଆଉ ବୁଟ ରେଡ଼ି ହେଇଯିବ ଭଜା। ଦେଖିବେ ଦେହ ପାଇଁ ଯେତିକି ସ୍ୱାସ୍ଥ୍ୟକର ସେତିକି ମାନେ ଟେଷ୍ଟି ମଧ୍ୟ ଖାଇବା ପାଇଁ। এই ଭିଡ଼ିଓଟି ଆପଣଙ୍କୁ କେମିତି ଲାଗିଲା ଆପଣମାନେ ଯେମିତି ହେଲେ କହିବେ, ଆଉ ଯଦି ଏମିତି କରୁଛନ୍ତି ତା'ର ଟେଷ୍ଟ ମଧ୍ୟ କେମିତି ଅଛି ଆପଣମାନେ କହିବେ। ଆଉ ଯଦି এই ଚ୍ୟାନେଲଟି ଆପଣମାନଙ୍କୁ ଭଲ ଲାଗୁଛି ତାହେଲେ ମଧ୍ୟ ଏମିତି ନୂଆ ନୂଆ ରେସିପି ନୂଆ ନୂଆ ଷ୍ଟୋରି ନୂଆ ନୂଆ ଏକ୍ସପିରିଏନ୍ସ ଜାଣିବା ପାଇଁ ଏହି ଚ୍ୟାନେଲକୁ ଜଲ୍ଦି କରି ଲାଇକ୍ ସେୟାର ସବସ୍କ୍ରାଇବ୍ ମଧ୍ୟ କରିଦିଅନ୍ତୁ। ଆଉ କମେଣ୍ଟରେ ମଧ୍ୟ କୁହନ୍ତୁ ଆପଣଙ୍କୁ କ'ଣ ନୂଆ ରେସିପି ଯଦି ଦରକାର, ମୁଁ ସେଇ ଅନୁସାରେ ଆପଣଙ୍କ ପାଇଁ ମଧ୍ୟ ନୂଆ ନୂଆ ରେସିପି ତିଆରି କରିବା ପାଇଁ ଚେଷ୍ଟା କରିବି। ବହୁତ କମ୍ ସମୟରେ ଆଉ ଆପଣଙ୍କର କମ୍ ଅଏଲ୍ରେ ହେଲ୍ଦି ଫୁଡ଼୍ ମୁଁ ଆପଣଙ୍କ ପାଖକୁ ଏମିତି ନୂଆ ନୂଆ ଭିଡ଼ିଓ ଆଣିବି। ଦେଖନ୍ତୁ ଆପଣ ଏଇ କଥା ଶୁଣିବା ଭିତରେ ଆପଣଙ୍କର ରେଡ଼ି ହେଇଗଲା ଭଜା ଗଜାମୁଗ ଆଉ ବୁଟ।